ନୂଆପଡ଼ା ଜିଲ୍ଲା ଓବିସି ମଞ୍ଚର ସାଧାରଣ ସଭା। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭଇଁସମୁଣ୍ଡିସ୍ଥିତ ମା ଭଇଁସପାଟ ମନ୍ଦିର ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା। ଏହି ସାଧାରଣ ସଭାରେ ଓବିସି କାର୍ଯ୍ୟକାରୀ କମିଟିକୁ ଆଗାମୀ ଦିନରେ ମଜବୁତ କରିବା ପାଇଁ ଜିଲ୍ଲାର ଓବିସି ପଛୁଆ ବର୍ଗର ସ୍ୱର ଅଧିକ ଶାଣିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସାଧାରଣ ସଭାରେ ଆଲୋଚନା କରାଯାଇଛି। ଏହି ସାଧାରଣ ସଭା କାର୍ଯ୍ୟରେ ଅନେକ ଓବିସି ଶ୍ରେଣୀର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ଯେକୌଣସି କାର୍ଯ୍ୟକ୍ରମ ହେଉ କିମ୍ବା ସାଧାରଣ ସଭା ଆୟୋଜନ ହେଉ ସେଥିରେ ଅଧିକରୁ ଅଧିକ ଯୋଗ ଦେଇ ମଞ୍ଚର ଆଗାମୀ ଦିନର ଆଭିମୁଖ୍ୟ ଯୋଜନା ପ୍ରସ୍ତୁତ କରିବାରେ ସହଯୋଗ କରିବେ ବୋଲି ସଭା କାର୍ଯ୍ୟରେ ଆଲୋଚନା କରାଯାଇଥିଲା। ଏହି ସାଧାରଣ ସଭା କାର୍ଯ୍ୟରେ ଓବିସି ମଞ୍ଚର ଆବାହକ ଭରତ ଲାଲ ରାଉତଙ୍କ ନେତୃତ୍ୱରେ ଜିଲ୍ଲାର 5 ଗୋଟି ବ୍ଲକରୁ ଓବିସି ବର୍ଗ ସମାଜର ଲୋକେ ଉପସ୍ଥିତ ହୋଇ ସଭା କାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଓବିସିମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା, ରାଜନୀତି, ନିଯୁକ୍ତି କ୍ଷେତ୍ରରେ ଅବହେଳିତ ହେଉଛନ୍ତି ତାହାର ଉପଯୁକ୍ତ ଅଧିକାର ବିଷୟରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ସମସ୍ତ ଓବିସି ଏକତ୍ରିତ ହୋଇ ନିଜର ହକ୍ ବିଷୟରେ ଲଢ଼େଇ କରିବା ପାଇଁ ସଭାରେ ଦୃଢ଼ ଶପଥ ନେଇଥିଲେ। ତା ସହିତ କେନ୍ଦ୍ର ସରକାରଙ୍କ ଜାତି ଗଣନାକୁ ଓବିସି ମଞ୍ଚ ସ୍ୱାଗତ ଜଣାଉଛି। ଏହି ସାଧାରଣ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓବିସି ମଞ୍ଚର ରାଜ୍ୟ ସମ୍ପାଦକ ଶଙ୍କର ପାତ୍ର ଯୋଗ ଦେଇଥିବା ବେଳେ ସରୋଜ ସାହୁ, ଭୈରବ ସାହୁ, ଧନିରାମ ସାହୁ, ପ୍ରିୟରଞ୍ଜନ ମେହେର, ଅନୁଦ ପଟେଲ, ଲକ୍ଷ୍ମଣ ଚନ୍ଦ୍ର କୁର୍ମୀ, ସମୀର କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ଜିଲ୍ଲାର ଶତାଧିକ ଓବିସି ବର୍ଗର ଜନସାଧାରଣ ଯୋଗ ଦେଇ ସଭା କାର୍ଯ୍ୟକୁ ସଫଳ କରିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।